ନା ଘରେ ସମସ୍ତେ ଶୋଇଲେଣି। ସମସ୍ତେ ଶୋଇଲେଣି ଯେ ତମେ କୁହ ଆगे କାହା ସାଙ୍ଗରେ କଥା ହଉଥିଲ? ୱେଟିଂ ଥିଲା ତମ ନମ୍ବରଟା। ଆରେ ନା ମୁଁ କାହିଁ କାହା ସହିତ ଗପିବି, ସେ ପ୍ରେମ ନେଇଥିଲା ଫୋନ ନେଇ କାହା ସାଥିରେ ଗପୁଥିଲା। ଆଚ୍ଛା ଆଚ୍ଛା ହଉ ହଉ ଠିକ ଅଛି। ଧନ ତମେ ମତେ ସବୁବେଳେ ଡାଉଟ କରୁଛ। ଓ ଲୋ ମୋ ଧନ ସରି 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 ସରି। ଶୁଣ ଆମେ ଆଉ ଲେଟ୍ କରିବାନି, ଆମେ ଘର ଲୋକଙ୍କ ସହିତ କଥା ହେଇଯାଅ, ଆମେ ଜଲ୍ଦି ବାହା ହେଇଯିବା। କଣ କହିଲ? ଯଦି ଘରେ ରାଜି ନ ହୁଅନ୍ତି? ଘର ଲୋକ ଯଦି ରାଜି ନ ହେବେ, ATM କାର୍ଡ ସାଥିରେ ନେଇ ପଳେଇ ଆସିବା, ଆମେ କୋର୍ଟ ମ୍ୟାରେଜ କରି ଲିଭିଂରେ ରହିବା। ଏଇଟା କାହାକୁ ନେଇ ଆସିଛ ବେ? ଆରେ ଭାଇ ତମେ ତ କହିଥିଲ ସେଠି ଯାଇ ସେ 3 ଜଣଙ୍କୁ ନେଇ ଆସିବ। ଆମେ ସେଠିକି ଗଲୁ ଆଉ ଏଇ 3 ଜଣଙ୍କୁ ସେଠି ପାଇଲୁ, ସେଥିପାଇଁ ଏଇ 3 ଜଣଙ୍କୁ ନେଇ ଆସିଲୁ। ଏଇଟା କାହାକୁ ନେଇ ଆସିଛ ବେ? ଆରେ ଭାଇ ତମେ ତ କହିଥିଲ ସେଠି ଯାଇ ସେ 3 ଜଣଙ୍କୁ ନେଇ ଆସିବ। ଆମେ ସେଠିକି ଗଲୁ ଆଉ ଏଇ 3 ଜଣଙ୍କୁ ସେଠି ପାଇଲୁ, ସେଥିପାଇଁ ଏଇ 3 ଜଣଙ୍କୁ ନେଇ ଆସିଲୁ। ତମକୁ ଟଙ୍କାଟେ ଦବା କଥା ନୁହଁ ବେ। କୋଉ ଦଉଛ କି ବର୍ଷେ ହେଲାଣି? ଯାଅ ଦିଟାକୁ ନେଇକି ବାହାର ପକେଇକି ଆସ। ଭାଇ ମୁଁ ଟିକେ କଣ କହିବାକୁ ଚାହୁଁଥିଲି। କଣ ଭାଇ ମୁଁ କଣ କହୁଥିଲି କି, ଏମିତି ତ ଆମେ ବର୍ଷେ ହେଲାଣି ଗୋଟେ ଟଙ୍କାଟା ପାଇନୁ, ଯେହେତୁ ଏତେ କଷ୍ଟ କରିକି 2 ଜଣ ଯାକ କିଡନାପ କରିକି ଆଣିଛୁ, ଯଦି ଆଙ୍କଠୁ କିଛି ଝଡେଇ ଦିଅନ୍ତେ ଟିକେ ଭଲ ହୁଅନ୍ତା। ଆଉ ବଢିଆ କଥା, ଖୋଲ ଖୋଲ ତା ମୁହଁ ଖୋଲ। କଣ କାଳୁ ଭାଇ କଣ କାଳୁ ଭାଇ? କିଡନାପର, କାଳୁ ଭାଇ କିଡନାପର, କାଳୁ ଭାଇ ନା ଶୁଣିନୁ? ନା ଫାର୍ଷ୍ଟ ଟାଇମ ଶୁଣିଲି, ବଢିଆ ନାଁଟା ହେଇଛି, କିଏ ଦେଇଛି? ତମ ବାପା ନା ତମ ବୋଉ? ଆବେ ଚୁପ, ତମେ ଦିଟା କିଡନାପ ହେଇଛ। ଘରକୁ ଫୋନ କରିକି 10 ଲକ୍ଷ ମାଗ, ନହେଲେ ଡ୍ୟାସ କରିଦେବି। ଭାଇ 3 ଜଣ, ଆଉ ଜଣେ ଅଛି। ମୁଁ ଫୋନ ଆଣିନି, ମୁଁ ବି ଆଣିନି। ଶଳା ନାମ ନେଲି, ଏଇନା ସମସ୍ତଙ୍କ ଆଗରେ ଇଜ୍ଜତରେ ଯିବ ଫାଇନାଲ। ଯାହା ହବ ଦେଖାଯିବ, କଲଟା କରିଦବା ଆଉ। ଆପଣଙ୍କ ନମ୍ବରରେ ଗତ 3 ମାସ ହେଲାଣି ବାଲାନ୍ସ ନାହିଁ। ରିଚାର୍ଜ କର କହିକି ଆମେ ଠକି ସାରିଲୁଣି। ଯଦି ଆପଣ ରିଚାର୍ଜ ନ କରିକି ଆଉ ଥରେ କଲ୍ କରନ୍ତି, ତାହେଲେ ଆମେ ଆପଣଙ୍କ ସିମ୍କୁ ଏମିତି ବ୍ଲକ୍ କରିବୁ ଯେ ଆପଣ ଆପଣଙ୍କ ଆଧାର କାର୍ଡ ନେଇକି 7 ଜନ୍ମ ଯାକେ ସିମ୍ ପାଇପାରିବେନି। ଧନ୍ୟବାଦ। ଭାଇ
ମୋର ବି ସେମ୍ ପରିସ୍ଥିତି। ବାଳୁ ଭାଇ ତମର ଫୋନ ନାହିଁ କି? କାଳୁ ଭାଇ ଚୁପ୍, କାଳୁ ଭାଇ ହଁ ହଁ ସରି କାଳୁ ଭାଇ, ତମର ଫୋନ ନାହିଁ କି? ଅଛେ। ତାହେଲେ କଲ୍ କରନ୍ତୁ। ନମ୍ବର କହ। କାହା ନମ୍ବର? ତୋରା ଖେଳୁଛୁ ବେ ମୋ ସାଙ୍ଗରେ? ଖେଳୁଛୁ ମୋ ସାଙ୍ଗରେ? ଯିଏ ମତେ 10 ଲକ୍ଷ ଦବ ତା ନମ୍ବର ଦେ। ଭାଇ ମୁଁ ତ ଗରିବ ପିଲାଟେ, ମତେ ମାରିଦେଲେ ବି 10 ଟଙ୍କାଟେ ବି ବାହାରିବନି ପାଖରୁ, ମୁଁ 10 ଲକ୍ଷ ଆଣିବି କୁଆଡୁ? ଆକୁ କୁହ ଆ ଗର୍ଲଫ୍ରେଣ୍ଡ ତାକୁ ବହୁତ ଭଲ ପାଏ, ଆଙ୍କର ବା ଟୁରୁ ଲଭ୍ ଚାଲିଛି। ତାର ବହୁତ ପଇସା, ଆଉ ଆ ପାଇଁ ସେ ସବୁ କିଛି ବି ଦେଇଦବ। ଭାଇ କଣ ସତରେ ଦବ? ତୁ କିଡନାପର ନା ମୁଁ ବେ? ଭାଇ ଆପଣ? ଆଉ ତାହେଲେ ତୁ କେମିତି ମୋ ଆସିଷ୍ଟାଣ୍ଟ ଉପରେ ଗରମ ଦେଖଉଛୁ ବେ? ସରି ଭାଇ, କଣ୍ଟିନ୍ୟୁ। ଦେ ତୋ ଗାର୍ଲଫ୍ରେଣ୍ଡ ନମ୍ବର ଦେ। ଗାର୍ଲଫ୍ରେଣ୍ଡ ନମ୍ବର ଦେ। 8389909994। ହ୍ୟାଲୋ। ହ୍ୟାଲୋ ବିଭୁ, ଆରେ ତମେ କେତେଟା ନମ୍ବରରୁ କଲ୍ କରୁଛ? ରଖ, ବାପା ଅଛନ୍ତି, ମୁଁ ପରେ କଲ୍ କରୁଛି। ଟାଟା, ବାଏ ବାଏ। ଚୁପ୍। କିଏ ବିଭୁ? ବିଭୁ କିଏ? ମୋ କାଳୁ ଭାଇ। କୋଉ କାଳୁ ଭାଇ? କିଡନାପର କାଳୁ ଭାଇ। ଶୁଣ, ତୋ ବୟଫ୍ରେଣ୍ଡ କିଡନାପ ହେଇଛି, ଜଲ୍ଦି 10 ଲକ୍ଷ ନେଇକି ପଟିଆ ଷ୍ଟେସନ ପାଖକୁ ଆସେ, ତାକୁ ନେଇକି ଯିବୁ। ଯଦି ନ ଆସିବୁ ତାହେଲେ କାଲିଠୁ ତୋ ବୟଫ୍ରେଣ୍ଡକୁ କେବଳ ଫଟୋ ଫ୍ରେମରେ ଦେଖିବୁ, ବୁଝିଲୁ? ତମେ କାହା କଥା କହୁଛ? ରିଙ୍କୁ କି? ହଁ। ହେଲେ ସେ ତ ରୁମରେ ଥିଲେ, ମୁଁ ବା ଏବେ କଥା ହଉଥିଲି। अबे सही रूम रू ही मु ताको किडनैप करछे। ना କଥା हेने दे की भलिया गर्लफ्रेंड बे तोर? बुद्धि टिके नाही बे? ଭାଇ ବୁଦ୍ଧି ତ ଆଜି ମୁଁ ଶିଖିଲି। ଦିଅ ଫୋନଟା ଦିଅ। ହ୍ୟାଲୋ। ହଁ ହ୍ୟାଲୋ। ଅସୀମା। ହ୍ୱାଟ? ସରି ସାଇନା ମୁଁ କିଡନାପ ହେଇଯାଇଛି, ପଟିଆ ଷ୍ଟେସନ ପାଖକୁ 12 ଲକ୍ଷ ଟଙ୍କା ନେଇକି ଜଲ୍ଦି ଆସ। अबे 12 ଲକ୍ଷ କଣ ବେ? ମୁଁ ବା 10 ଲକ୍ଷ କହିଲି। ଭାଇ ମୋର 2 ଲକ୍ଷ। ଆଉ କାଳୁ ଭାଇ ମୋର, ମୁଁ ଯୋଉ ଆଇଡିଆଟା ଦେଲି। अबे चल, ତାକୁ ଜଲ୍ଦି ପଇସା ନେଇକି ଆସିବ। ହ୍ୟାଲୋ। ହଁ ହ୍ୟାଲୋ। ଶୁଣ ସାଇନା, ହଁ କୁହ। ଟିକେ ଜଲ୍ଦି ଆସ, ନହେଲେ ମୁଁ ମଲି ବୋଲି ଜାଣ। ଆରେ ବା ତମେ ପା ରୁମରେ ଥିଲ। ହଁ ସେ ରୁମରେ ଥିଲି, ସେ ରୁମରୁ କିଡନାପ ହେଇଛି। ମତେ ଆଗ କୁହ ସେ ବିଭୁ କିଏ? କୋଉ ବିଭୁ? ମତେ ତମେ ଆଗ କୁହ ଅସୀମା କିଏ? ଆଗ ବିଭୁ। ଆଗ ଅସୀମା। 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 ଆଗ ପଇସା। ନାଇଁ ଆଗ ଅସୀମା। ଆଗ ବିଭୁ। ଶୁଣ ମାଳୁ ଭାଇ। अबे कालू भाई। ହଁ ସେଇ କାଳୁ ଭାଇ ଏକା କଥା। ମତେ ଦରକାର ନାହିଁ ସେମିତିଆ ବୟଫ୍ରେଣ୍ଡ, ମାରିଦିଅ ତାକୁ। ମୁଁ ଟଙ୍କାଟେ ଦେଇପାରିବିନି। अबे की भलिया गर्लफ्रेंड बे तोर? टिके संभाली पारुनु, टिके कंट्रोल रे रखी पारुनु? ଭାଇ ତମ ଗର୍ଲଫ୍ରେଣ୍ଡ ତମ କଣ୍ଟ୍ରୋଲ ଅଛି ତ? ଏ ଭାଇର ଗର୍ଲଫ୍ରେଣ୍ଡ ନାହାନ୍ତି, ଭାଇ ଆଜି ଯାଇ ସିଙ୍ଗିଲ ବଟ୍ ମ୍ୟାରେଜ ମାଇଣ୍ଡ ଇଟ୍। ହ୍ୟାଲୋ। ଶୁଣ, ହଁ ଆସିଲା ବେଳେ ଚୁଡ଼ା କିଞ୍ଚିକି ନେଇ ଆସିବ। ସବୁବେଳେ ବାହାରୁ ଖାଇକି ମତେ ପୁରା ଝାଡା ହେଇଗଲାଣି। ଆଉ କଦଳୀ ଗୋଟେ ନେଇ ଆସିବ। ନା ଗୋଟେ ଡର୍ଜନ ନେଇ ଆସିବ। ବଡ କଦଳୀ ଆଣିବ, ବଡ। ଭାଇ ଆଉ ଜଣେ ଅଛି, ନେଇକି ଆସିବି କି? ମୁହଁଟା କଣ ଦେଖୁଛୁ? ଯା ନେଇକି ଆ। ହଉ ଭାଇ ଠିକ ଅଛି।
ମା ମୋର କିଏ ମୋ ମୁହଁରେ ଏମିତି ବାନ୍ଧିଛି ବେ? କାଳୁ ଭାଇ ଭାଇ ନମସ୍କାର। କାଳୁ ଭାଇ ସରି ଭାଇ, ଆକ୍ଚୁଆଲି ଶୁଭୁ ଆଉ ସଜିତ ଲକଡାଉନ ପାଇଁ ଗାଁକୁ ପଳେଇଛନ୍ତି ତ, ଆଉ ପଇସାଟା କଲେକ୍ସନ ହେଇଛି, ହେଲେ କଲ୍ କରିବା ପାଇଁ ଭୁଲି ଯାଇଛି। ଥାଉ ସେ ପଇସା ମୋର ଦରକାର ନାହିଁ, ତମ ପାଖରେ ଥାଉ। ଦରକାର ନାହିଁ ତ ଭାଇ? ହଉ ତାହେଲେ ଠିକ ଅଛି, ଆମେ ତାହେଲେ ଯାଉଛୁ ଆଉ। ସେ ପଇସା ମୋର ଦରକାର ନାହିଁ, କିନ୍ତୁ ସେ ପଇସା ବଦଳରେ ତମ 3 ଜଣଙ୍କୁ ମୋର ଗୋଟେ କାମ କରିବାକୁ ପଡିବ। କି କାମ ଭାଇ? ଶୁଣ, ଢେଙ୍କାନାଳ ଜିଲ୍ଲାରେ ବ୍ରହ୍ମକୁଣ୍ଡ ବୋଲି ଗୋଟେ ଜାଗା ଅଛି, ଆଉ ସେ କୁଣ୍ଡ ପାଖରେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପାହାଡ଼ ବୋଲି ଗୋଟେ ଜାଗା ଅଛି। ସେ ପାହାଡ଼ରେ ଗୋଟେ ରହସ୍ୟମୟୀ ନକ୍ସାଟେ ଅଛି। ସେ ନକ୍ସା ମୋର ଦରକାର, ଆଉ ତମର କାମ ହେଲା ସେ ନକ୍ସା ଆମେ ଆଣିକି ଦେବୁ, ଏତିକି କଥା ତ? ଠିକ ଅଛି ଭାଇ, ଆମେ ଆଣିଦେବୁ ଭାଇ। ପୁରା ଷ୍ଟୋରିଟା ତ ଶୁଣିବାକୁ ଦେ ଭାଇ ମତେ ଏସବୁ କାହିଁ ଠିକ ଲାଗୁନି। ଆବେ ନେଟରୁ ଡାଉନଲୋଡ୍ କରିଦେଇକି ଗୋଟେ ଫେକ୍ ନକ୍ସାଟେ ପ୍ରିଣ୍ଟ କରିକି ଦେଇଦେବା। କାହିଁ ଏମିତି ହଉଛ ବେ? ହୁସିଆରି ଚଳିବ ନାହିଁ ଧନ, ସେ ନକ୍ସା ପାଇଁ ଗଲାଣି କେତେ ଜୀବନ। ମାନେ ଜୋକିଂ, ଆଇ ଏମ୍ ଜଷ୍ଟ ଜୋକିଂ। ଶୁଣ, ସେ ନକ୍ସା ବଦଳରେ ଯଦି ଆଉ କିଛି ଆଣିକି ଦେଇଛ, କିଛି ଏପଟ ସେପଟ କରିଛ, ତାହେଲେ ତମ ଜୀବନ ଗଲା ବୋଲି ଜାଣ। ତ ଏବେ ଯାଇକି ଯେତେ ଜଲ୍ଦି ପାରୁଛ ସେ ନକ୍ସା ଆଣିକି ମତେ ଦିଅ। ଠିକ ଅଛି। ଭାଇ ସେ ମାମୁନି ନକ୍ସା ପାଇଁ 1,00,000 ଟଙ୍କା ତାକୁ ଛାଡ଼ିଦେଲ? ଭାଇ ଆମକୁ ଟଙ୍କା 50,000 ଦେଇ ଦେଇଥାନ୍ତ, ଆମେ ଗୋଟେ ନକ୍ସା କଣ 2ଟା ନକ୍ସା ପହଞ୍ଚେଇ ଦେଇଥାନ୍ତ। ସିଏ ଏମିତି ସେମିତି ମାମୁଲି ନକ୍ସା ନୁହେଁ ବେ। ସେ ନକ୍ସାର ଦାମ ଏ ପୃଥିବୀରେ କେହି ଦେଇପାରିବେନି। ସେମାନେ ଯାଉଛନ୍ତି ତାଙ୍କ ମରଣ ପାଖକୁ।